ରାତିରେ ପଲ୍ଲବୀଙ୍କୁ ଥାନାରୁ ଫୋନ୍ ଆସିବ। ଆଉ ଆଇଆଇସି ସାର୍ କହିବେ ତମେ ଇମିଡିଏଟଲି ଥାନାକୁ ଆସ। ତାପରେ ପଲ୍ଲବୀ କହିବେ ଓକେ। ତାପରେ ଆଦର୍ଶ କହିବେ ଯିବାକୁ ପଡ଼ିବ ନା ଏବେ। ତାପରେ ପଲ୍ଲବୀ ମୁଣ୍ଡ ହଲେଇ ହଁ କହିବେ। ପୁଣି ଆଦର୍ଶ କହିବେ ଓକେ ଶୀଘ୍ର ରେଡି ହୁଅ, ମୁଁ ତମକୁ ନେଇ ଛାଡ଼ି ଆସିବି। ତାପରେ ପଲ୍ଲବୀ କହିବେ ଆଇ ଆମ୍ ସୋ ସରି ଆଦର୍ଶ। ତାପରେ ଆଦର୍ଶ କହିବେ ଓକେ ପୋଲିସ ମ୍ୟାଡ଼ାମ, ଇଟ୍ସ ଏ ଡ୍ୟୁଟି। ଆଉ ସେପଟେ ନୀଲମ ରୁବିକୁ କହିବେ ବାସ୍ ମାମା, ଦିସ୍ ଇଜ୍ ଟୁ ମଚ୍। ସେ ପଲ୍ଲବୀ ନିୟମ ଭାଙ୍ଗିଲା ବୋଲି ତା ପାଇଁ କିଛି ବି ପୋଲିସମ୍ୟାନ୍ ନାହିଁ। କିନ୍ତୁ ମୁଁ ଟିକେ ଡେରିରେ ଉଠି ପଡ଼ିଲି ବୋଲି ତମ ଭଉଣୀ ସମସ୍ତଙ୍କ ସାମ୍ନାରେ କେତେ କଥା ଶୁଣେଇ ଦେଲେ। ତମେ ଏସବୁ କେମିତି ଚୁପ୍ ରହିପାରୁଛ ମାମା, କେମିତି ଚୁପ୍ ରହିପାରୁଛ? ତାପରେ ରୁବି କହିବେ ତୁ କ'ଣ ଭାବୁଛୁ ମୋତେ ଖରାପ ଲାଗୁନି ଏ କଥା? କିନ୍ତୁ ତୁ ଚିନ୍ତା କରନି, ବେଲେ ବେଲେ ଖରାପ ସମୟ ପଡ଼ିଲେ ମଣିଷକୁ ଏମିତି ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥାଏ। ମାୟା ମୋ ସାନ ଭଉଣୀ ହେଇ ମୋତେ ଡୋମିନେଟ୍ କରି କଥାବାର୍ତ୍ତା କରୁଛି। ଏକଥା ମୋ ଇଗୋକୁ ବହୁତ ହଟ୍ କରୁଛି। କିନ୍ତୁ ମାୟାକୁ ପୁଣି ଥରେ ମୋ କଣ୍ଟ୍ରୋଲକୁ ଆଣିବି, ସେ ବାଟ ମୋତେ ବହୁତ ଭଲ ଭାବରେ ଜଣା। ତାପରେ ନୀଲମ କହିବେ ତମେ ତ କହୁଥିଲ ନା ମାମା, ମାୟା ଆଣ୍ଟି କିଛି ଦିନ ପର୍ଯ୍ୟନ୍ତ ଏ ଘରକୁ ଆସିବେନି ଆଉ ଆମେ ମା ଝିଅ ମିଶି ଏ ଘରେ ଶାସନ କରିବା। ଏ ତ ଓଲଟା ହେଇଗଲା ନା। ଖାସ୍ ମୋ ହଜବେଣ୍ଡଙ୍କର ଗୋଲାମୀ କରିବାକୁ ପଡ଼ିବନି ବୋଲି ବର୍ଷ ହେଲା ମୁଁ ଏଠି ସେଠି ବୁଲି ବୁଲି ଆସି ଶେଷରେ ଏଇଠି ପହଞ୍ଚିଛି। ଆଉ ଏଠି ଆସିକି ବି ମାୟା ଆଣ୍ଟିଙ୍କ ଗୋଲାମୀ କରିବାକୁ ପଡ଼ିଲା, ତାହେଲେ ଲାଭ କ'ଣ? ତାପରେ ମାୟା ଆସି କହିବେ ମୁଁ ଜାଣେ ତମେ ମା ଝିଅ ଦି ଜଣ ଯାକ ମୋ ଉପରେ ବହୁତ ନାରାଜ ଅଛ ନୀଲମ। ତାପରେ ରୁବି ଆଉ ନୀଲମ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ମାୟା ପାଖକୁ ଆସି କହିବେ କିନ୍ତୁ ବିଶ୍ୱାସ କର ମୋର ଏସବୁ କରିବା ନିହାତି ଜରୁରୀ ଥିଲା। ତାପରେ ନୀଲମ କହିବେ ନାଇଁ ମାନେ କଥା କ'ଣ କି ଆଣ୍ଟି, ମୋର ଏସବୁ କାମ କରିବାର ଅଭ୍ୟାସ ନାହିଁ। ମୋ ଶାଶୁ ଘରେ ନା ମୋତେ ପୁରା ରାଣୀ କରିକି ରଖିଥିଲେ। ତାପରେ ରୁବି କହିବେ ଦେଖ ମାୟା, ତତେ ଯଦି ଆମେ ଦି ଜଣ ବୋଝ ବୋଲି ଲାଗୁଛୁ ତାହେଲେ ତୁ ଆମକୁ କହିଦେ, ଆମେ ଏ ଘର ଛାଡ଼ି ଚାଲିଯିବୁ। କିନ୍ତୁ ସମସ୍ତଙ୍କ ଆଗରେ ଆମକୁ ଇନସଲ୍ଟ କରିବା ତୋର କୌଣସି ଅଧିକାର ନାହିଁ। ତାପରେ ମାୟା କହିବେ ଦିଦି, ମୁଁ ଯଦି ଘର ଲୋକଙ୍କ ଆଗରେ ନୀଲମକୁ ପନିଶମେଣ୍ଟ ଦେଇନଥାନ୍ତି ତାହେଲେ ଘର ଲୋକଙ୍କ ସାମ୍ନାରେ କାତି ରହିନଥାନ୍ତା। ସେମାନେ କେହି ମୋତେ ଖାତିର କରିନଥାନ୍ତେ, କେହି ମୋତେ ଡରି ନଥାନ୍ତେ। ଏ ଘରେ ମୋର ଆଗରୁ ଯୋଉ ଦବଦବା ଥିଲା ତାକୁ ଫେରେଇ ଆଣି ସମସ୍ତଙ୍କ ସାମ୍ନାରେ ଉଦାହରଣ କରି ଠିଆ କରିବା ମୋର ନିହାତି ଦରକାର ଥିଲା। ତାପରେ ରୁବି କହିବେ ଯଦି ଉଦାହରଣ ଦେବାର ଥିଲା ତାହେଲେ ତୁ ଆଜି ପଲ୍ଲବୀକି କାହିଁକି ପନିଶମେଣ୍ଟ ଦେଲୁନି? ତାପରେ ମାୟା କହିବେ ତାକୁ ତ ମୁଁ ପନିଶମେଣ୍ଟ ଦେଇଥିଲି ଦିଦି, କିନ୍ତୁ ତାପରେ ମୁଁ ଅନୁଭବ କଲି ଯେ ତାର ପୂଜାରେ ଏବସେଣ୍ଟ ରହିବାର କିଛି କାରଣ ଥିଲା। ସାରା ସହର ତାର ଯେତେବେଳେ ପ୍ରଶଂସା କରୁଛନ୍ତି ତାକୁ ମୁଁ ପନିଶମେଣ୍ଟ କେମିତି ଦେଇପାରିବି ଦିଦି? ତା ଛଡ଼ା ଏମିତିରେ ବି ସେ ଗଲାବେଳେ ମୋ ପାଖରୁ ପରମିଶନ ନେଇକି ଯାଇଥିଲା। ଆଉ ଆଳତି ସରିବା ଆଗରୁ ବି ଠିକ୍ ସମୟରେ ଆସି ସେ ଘରେ ପହଞ୍ଚିଗଲା। ଛୋଟ ମୋଟ ଭୁଲ ପାଇଁ କ୍ଷମା ବୋଲି ଗୋଟେ ଶବ୍ଦ ଅଛି ନା। ତାପରେ ସେପଟେ ଆଦର୍ଶ କହିବେ ଯଦି ଦରକାର ପଡ଼େ ତାହେଲେ ତମେ ମୋତେ ସାଙ୍ଗେ ସାଙ୍ଗେ କଲ୍ କରିବ, ଓକେ? ତାପରେ ସମସ୍ତେ ଦେଖିବାକୁ ବାହାରକୁ ଯିବେ। ତାପରେ ଆଦର୍ଶ କହିବେ ମୁଁ ତ ତମକୁ କହୁଥିଲି ଡ୍ରପ୍ କରିଦେବି, କିନ୍ତୁ ତମେ ମୋତେ ମନା କରୁଛ। ତାପରେ ପଲ୍ଲବୀ କହିବେ ନାଇଁ ଆଦର୍ଶ, ତମେ ଟେନସନ୍ ନେବା ଦରକାର ନାହିଁ। ପୋଲିସ ଗାଡ଼ି ଆସୁଥିବ, ମୁଁ ସେଥିରେ ଚାଲିଯିବି। ତାପରେ ଆଦର୍ଶ କହିବେ ଠିକ୍ ଅଛି, ଦେଖିକି ଯିବ। ତାପରେ ପଲ୍ଲବୀ ଚାଲିଯିବେ। ତ ଦର୍ଶକ ବନ୍ଧୁ, ଏବେ କ'ଣ ମାୟା ପଲ୍ଲବୀଙ୍କୁ ଘରୁ ବାହାର କରିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।